କାହାଣୀ ଭୁଲ ବ୍ୟବହାର। ରାମୁ ଖାଇବୁ ଆସ, କେତେବେଳ ହେଲାଣି, ଆଉ ଡେରି କରନା। ଏହିପରି ମା ବାରମ୍ବାର ଡାକୁଥାନ୍ତି। ରାମୁ ସବୁ ଶୁଣି ନ ଶୁଣିବା ପରି ରହୁଥାଏ। ମା କହିଲେ, ରାମୁ ତୋର ପ୍ରିୟ ତରକାରୀ କରିଛି, ଆ ଖାଇବୁ। ତରକାରୀ କଥା ଶୁଣି ଅତି ଆଗ୍ରହର ସହିତ ରାମୁ ଦୌଡ଼ି ଆସିଲା ଖାଇବା ପାଇଁ। ଖାଇସାରି ମା'ଙ୍କୁ କହିଲା ଖେଳିବାକୁ ଯିବ ବୋଲି। ମା କହିଲେ, ପରୀକ୍ଷା ସମୟ ପାଖେଇ ଆସିଲାଣି, ପଢ଼ ଆଉ ଖେଳିବାକୁ ଯା ନାହିଁ। ରାମୁ ଜିଦ୍ଦି କଲା ଖେଳିବା ପାଇଁ। ଏଣୁ ମା ତାକୁ ଚଟକଣିଟିଏ ମାରିଲେ। ମାଡ଼ ଖାଇ ରାମୁ ପାଠ ପଢ଼ି ବସିଲା। ପଢ଼ିସାରି ପୁଣି ଖେଳିବାକୁ କହିଲା। ଏଥର ମା ରାମୁକୁ ଛାଡ଼ିଦେଲେ। ରାମୁ ବାହାରକୁ ଯାଇ ତା ସାଙ୍ଗ ମିଟୁ ସହ ଖେଳିଲା। ଖେଳୁ ଖେଳୁ ସେ ମିଟୁକୁ ଚଟକଣିଟିଏ ମାରିଲା। ମିଟୁ ମାଡ଼ ଖାଇ କାନ୍ଦି କାନ୍ଦି ମା'ଙ୍କୁ କହିଲା। ମା ରାମୁର ମା'ଙ୍କ ପାଖରେ ଯାଇ ଅଭିଯୋଗ କଲେ। ରାମୁର ମା ରାମୁକୁ ଡାକି ମାରିବାର କାରଣ ପଚାରିଲେ। ରାମୁ ଅତି ସହଜରେ କହିଲା, ସେ ମୋ କଥା ଶୁଣିଲା ନାହିଁ, ତେଣୁ ମୁଁ ତାକୁ ମାରିଲି। ରାମୁର ମା କହିଲେ, ଆରେ ଇଏ କି କଥା, ଯିଏ ତୋ କଥା ନ ଶୁଣିବ ତୁ ତାକୁ ମାରିବୁ? ରାମୁ କହିଲା, ହଁ, କାରଣ ମୁଁ ତୁମ କଥା ଶୁଣିଲି ନାହିଁ ବୋଲି ତୁମେ ମୋତେ ମାରିଲ। ରାମୁର ମା ଏଥର ବୁଝିଗଲେ ଭୁଲ କେଉଁଠି। ପିଲାମାନଙ୍କ ସହ ବାପା ମା ମାନେ ଯେପରି ବ୍ୟବହାର କରିବେ, ପିଲାମାନେ ସେହିପରି ହିଁ ହୋଇଯିବେ। ବିଚାର କ୍ରାନ୍ତି ଦୂତ ୟୁଟ୍ୟୁବ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ପରବର୍ତ୍ତୀ ଭିଡ଼ିଓ ପ୍ରାପ୍ତ କରିବା ପାଇଁ ବେଲ୍ ଆଇକନ୍ ଦବାନ୍ତୁ ଏବଂ ବିଚାର କ୍ରାନ୍ତି ଦୂତ ଓଡ଼ିଆ ଫେସବୁକ୍ ପେଜ୍ ସହ ଯୋଡ଼ି ହୁଅନ୍ତୁ। ଧନ୍ୟବାଦ।